ଘରେ ସାପ ପଶିଗଲେ ହଠାତ୍ କ'ଣ କରିବେ? ଜାଣନ୍ତୁ ସବୁଠୁ ସହଜ ଉପାୟ। ସାପ ଦେଖିଲା ମାତ୍ରେ ବଡ଼ ବଡ଼ ଲୋକ ଡରରେ ଥରି ଉଠନ୍ତି, କିନ୍ତୁ ହଠାତ୍ ଘରେ ସାପ ପଶିଗଲେ କ'ଣ କରିବେ ଆପଣ ଜାଣନ୍ତି କି? ଆସନ୍ତୁ ଜାଣିବା। ହଠାତ୍ ଯଦି ଘରେ ସାପ ପଶିଯାଏ ତେବେ କ'ଣ କରିବେ? ବ୍ୟସ୍ତ ନ ହୋଇ ଆପଣାନ୍ତୁ ଏହି 7ଟି ଉପାୟ, ଯାହା ଆପଣଙ୍କୁ ସୁରକ୍ଷା ଦେବ। ଆସନ୍ତୁ ଜାଣିବା ତାହା କ'ଣ। ସାପ ଦେଖିବା ମାତ୍ରେ ଅଧିକାଂଶ ଲୋକ ବାଡ଼ିରେ ମାରିବାକୁ ବାହାରନ୍ତି। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ସାପକୁ ହତ୍ୟା କରିବା ଏକ ବଡ଼ ପାପ ବୋଲି ବିବେଚନା କରାଯାଏ। ଏହା ନାଗ ଦୋଷ ସହିତ ଜୀବନ ପ୍ରଭାବିତ କରିବ ବୋଲି ବିଶ୍ୱାସ କରାଯାଏ। ଯଦି ଆପଣଙ୍କ ଘରର ଚାରିପାଖରେ ବହୁତ ଗଛ ଏବଂ ଉଦ୍ଭିଦ ଅଛି ତେବେ ସାପମାନେ ସେଠାରେ ରହିବେ, କିନ୍ତୁ ଏପରି କିଛି ଗଛ ଅଛି ସାପମାନେ ପାଖ ମଧ୍ୟ ମାଡ଼ନ୍ତି ନାହିଁ। ଯଦି ଆପଣଙ୍କ ଘର ଭିତରେ ସାପ ପଶିଯାଇଛି ତେବେ ତୁରନ୍ତ ଆପଣ ଏହି ସ୍ଥାନରେ ଫିନାଇଲ୍ ସ୍ପ୍ରେ କରିବା ଉଚିତ। ତାପରେ ବାହାରକୁ ଯାଇ ଝରକା ଓ କବାଟ ଖୋଲି ଦିଅନ୍ତୁ। ଆପଣ ଘରେ ମଧ୍ୟ ଏହାକୁ ଛିଞ୍ଚି ପାରିବେ। ରିସ୍କ ନ ନେଇ ସୁରକ୍ଷିତ ଭାବରେ ଘରୁ ବାହାରକୁ ଯାଆନ୍ତି। ସାପକୁ ଦୂର କରିବା ପାଇଁ ଲବଙ୍ଗ ଏବଂ ଚିନାବାଦାମ ତେଲ ମଧ୍ୟ ବ୍ୟବହାର କରିପାରିବେ। ଏହି ଉଭୟ ତେଲକୁ ସମାନ ପରିମାଣରେ ମିଶ୍ରଣ କରିବା ଉଚିତ। ଧୀରେ ଧୀରେ ସ୍ପ୍ରେ କରିବା ଦ୍ୱାରା ସାପ ପଳାଇ ଯାଆନ୍ତି। ସର୍ପଟାଇନ୍ ଗଛ ଏକ ପ୍ରଜାତିର। ଏହି ବଗିଚା ଘରର ସାମ୍ନାରେ କିମ୍ବା ଟେରାସରେ ଲଗାଇବା ପାରିବେ। ଏହାର ଗନ୍ଧ ଅତ୍ୟନ୍ତ ଶକ୍ତିଶାଳୀ, ତେଣୁ ସାପ ସେମାନଙ୍କ ନିକଟରେ ଆସେ ନାହିଁ। ଆପଣ ଏହାକୁ ନିଜ ଘରର ବଗିଚାରେ କିମ୍ବା ଏକ ପାତ୍ରରେ ଲଗାଇ ପାରିବେ।